ଓଡ଼ିଶା ଯାତ୍ରା ଜଗତ ଗୋଟେ ନିଆରା ଦିଗରେ ଗତି କଲାଣି ଏ ନେଇ ଆପଣଙ୍କର କ'ଣ ମତାମତ ରହିବ? ଯାତ୍ରାକୁ ଶୁଣନ୍ତୁ, ମୁଁ ଯଦି ଖରାପ ହେବି ତାହେଲେ ମୋତେ କେହି ଭଲ କରିପାରିବେ ନାହିଁ। ଯାତ୍ରା ଗୋଟେ ଏମିତି ଗୋଟେ କଳା ସଂସ୍କୃତି ଯେ ଗୁଡ୍ ମେସେଜ୍ ଥାଏ। ଆପଣ ଯଦି ଖରାପଟାକୁ ସବୁବେଳେ, ଆମ ଘରେ କ'ଣ ଖରାପ ଭାଷାରେ କଥା ହେଉନାହାନ୍ତି, ନା ଆମେ ଖରାପ ଗାଳି ଗୁଲଜ ହେଉନାହାନ୍ତି, ନା କ'ଣ ହେଉନାହାନ୍ତି, ତାପରେ ଆମେ କ'ଣ ପୁଅ ସାମ୍ନାରେ ଆମେ ଖରାପ ଭାଷାରେ କଥା ହେବା କି? ଛୁଆ ପିଲାଙ୍କ ସାମ୍ନାରେ ହେବାନି। ଜଷ୍ଟ ଲାଇକ୍ ଯାତ୍ରା ପେଣ୍ଡେଲ ଉପରେ ନାଟକ କଲାବେଳେ କେତେଟା ସବୁ କଥା ଗୁଡ଼ା ମିଶିକି ଥାଏ। ଆମେ ଖରାପଟାକୁ କାହିଁକି ରିସିଭ୍ କରିବା? ଖରାପ ମାନେ ନୁହେଁ ଯେ ଏତେ ଖରାପ। ମୁଁ ବିଶେଷ କରି କହୁଛି ତୁଳସୀ ଗଣନାଟ୍ୟ କୁହନ୍ତୁ, ଶିବାନୀ ଗଣନାଟ୍ୟ, ମୁଁ ତ 3 ବର୍ଷ ଥିଲି। ତୁଳସୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ ଏଗୁଡ଼ା ସବୁ ମାର୍ଜିତ ପୁରା ଯେତିକି ଦରକାର। ଟିକେ ତ ଯାତ୍ରା ମିନ୍ସ ଟିକେ କିଛି କରିବାକୁ ପଡ଼ିବ ନା। ସପୋଜ୍ ସନି ଲିଓନି, ମୁଁ ଆପଣଙ୍କୁ କହୁଛି ସବୁଠାରୁ ଟପ୍ ସନି ଲିଓନି କଥା ମୁଁ କହୁଛି, ତାକୁ ଆପଣ ହଠାତ୍ ତା ନାଁ ଶୁଣିଲେ ଖରାପ କହୁଛନ୍ତି କାହିଁକି ଆଜ୍ଞା? ତା ପଜିଟିଭ୍ କିଛି ଅଛି ବୋଲି ୱାର୍ଲଡ ତାକୁ ଚିହ୍ନିଛି, କିଛି ଗୋଟେ କ୍ୱାଲିଟି ଅଛି ବୋଲି ତାକୁ ଲୋକ ଚିହ୍ନିଛନ୍ତି।